ପାଇଁ ଗଙ୍ଗା ନଦୀ କୂଳରେ ମୟୂରକୁ ମାରିବା ପାଇଁ ଅଭି ବଡ଼ ବାପା ଛୋଟ ମୁହଁରେ ବଡ଼ କଥା ବଡ଼ ବାପା ଯଦି ଆପଣ ମତ ନିର୍ଦ୍ଦେଶ କରିବେ ବଡ଼ ବାପା ସେ ଚକ୍ରଧ୍ୱକୁ ମୁଁ ଭେଟ କରିପାରିବି ବଡ଼ ବାପା ସତରେ ବଡ଼ ବାପା ମିଛ କହୁନି ସେ ତରବା ମୁଣ୍ଡ କହୁଛି ଚୁପକିନି ଘରକୁ କାହିଁକି ବଡ଼ ବାପା ମତେ କଣ ଛୋଟିଆ ପିଲା ଭାବୁଛ ବଡ଼ ବାପା ମୁଁ କଣ୍ଟ୍ରିପୁର ବନ୍ଧା ହେଇକି ଟିକେ କାଟିଦେଲେ 10 ଲୋକ ଖାଇବି ଟାଣ ଛୋଟ ମତେ ଭାବରେ ବଡ଼ ବାପା ଚୁପକିନି ଯା ତୁ ହାତରେ ନାଇଁ ବଡ଼ ବାପା ମୁଁ ବି ଆପଣଙ୍କୁ ହାତ ଧରୁଛି ନେହୁରା ହଉଛି ପାଦ ତଳ ପଡୁଛି ବଡ଼ ବାପା ଏ କାମ କରିବାକୁ ତମେ ମତେ ସାହସ ଦିଅ ମତେ ଶକ୍ତି ଦିଅ ମତେ ଆଦେଶ ଦିଅ ବଡ଼ ବାପା ଓଲା ହୋଇ ଧାମ ଯେ ମତ କରିବ କୁସାରେ ହୁଏ हाथी 10 टन से बाइया हुए मानु तो कौन पूरा छोटिया गेड़ी की अंकुश रखी था जो धान को से कहती से उखुण भाया गोटे अंकुश दब मानु तो रखी तो हाथी जो बाइया बंधु को बाहर दब हाथी स्वर हाथीर ओजन 10 टन नहीं था ये अंकुशटा हाफ केजी होता कि से हाफ केजी रे हाथी सडन ब्रेक बोला कौन से बोला छोट सान सीना दानता महारानी पाठ पढ़ी साहित्य सान सीना दानता महान बोला सत्य जुग ध्रुव पितृ ध्रुव मंडल रचिला सत्य जुग आज्ञा ताना ध्रुव 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 तागरे ब्रह्मा खेले शिव खेले इंद्र खेले जम खेले सबू खेले 7 वर्ष छुआ ता मां को सम्मान देबाकू 7 वर्ष अभाव डाकिला उत्तर देला अभिमन्यु 7 वर्ष छुआ मत साल बाबा तो 14 वर्ष होने से मो अधा वर्ष सत्य जुग बा बापा ना कवि हां ने मंडल सृष्टि कर हां नाची धूप मंडल बा बड़ बापा मते निर्देश दियो बड़ आपन आदेश दियो आपन सेती की आ ओला सत्य जुगे परा हिरण्यकश्यप तन्मय जे प्रहलाद भगवान
ନୃସିଂହଙ୍କ ଆଗେ ତେଜ ଆଗେ କୌଣସି ଦେବତା ବି ଠିଆ ହେଇପାରୁନି। ଛୋଟିଆ ଛୁଆଟା ଠିଆ ହେଲା। ହିରଣ୍ୟ କଶ୍ୟପକୁ ଚିରି ଦେଇଛି କିଏ ନା ଭଗବାନ ନୃସିଂହ। ପ୍ରହ୍ଲାଦ ଥରେ ଥରେ ଠିଆ ହେଇକି ହାତ ଯୋଡ଼ିକି କାନ୍ଦୁଛି। ଟିକେ ଶାନ୍ତି ହେଲେ ପୁଅକୁ ଦେଖିକି ପ୍ରହ୍ଲାଦକୁ ଭଗବାନ ନୃସିଂହ ହେଲେ ସବୁ ସରିଗଲା। ଏ ଜଗତ ମତେ ନିନ୍ଦା କରିବ। ମୁଁ ଗୋଟେ 11 ବର୍ଷିଆ ଛୁଆ। ପ୍ରଭୁ ମୋ ବାପାକୁ ତମେ ମାରିଦେଲ କାହା ପାଇଁ ନା ମୋରି ପାଇଁ। ଏ ଜଗତ ମତେ ନିନ୍ଦା କରିବ। ପୁଅ ପାଇଁ ତା ବାପାଟା ମରିଗଲା। ମୋ ବାପାକୁ ଯେମିତି କୂଳରେ ବସେଇଛ ପକେଇଛ ମୋ ବାପା ସେମିତି କୂଳରେ ତମର ପଡିଥାଉ। ତମେ ନଖ ବିଦାରଣ କରିଛ। ମୋ ବାପାର ଯୋଉ ଅନ୍ତ ପୁଟୁଳା ବାହାରି କରିଦେଇଛ ନାରୀ ଗୁଡାକ ତାକୁ ତମ କାନ୍ଧରେ ପଇତା କରିକି ପକାଅ। ମୋ ବାପା ତମେ ପୂଜା ପାଇଲା ପର୍ଯ୍ୟନ୍ତ ମୋ ବାପା ତମ କୂଳରେ ପୂଜା କର। ଅଭିମନ୍ୟୁ କହିଲା ବଡ ବାପା ଖାଲି ସେତିକି ନୁହଁ ବଡ ବାପା ଆମେ